ସୁଭଦ୍ରା ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ଆବେଦନ ପତ୍ର ଭାଗକ ଆବେଦନକାରୀଙ୍କ ସବିଶେଷ ବିବରଣୀ। 1ରେ ସମ୍ପୂର୍ଣ୍ଣ ନାମ ଆଧାର ଅନୁଯାୟୀ ଆପଣଙ୍କର ଯେଉଁ ମହିଳାଙ୍କର ଯେଉଁ ଆପ୍ଲାଏ କରିବେ ତାଙ୍କର ସମ୍ପୂର୍ଣ୍ଣ ଆଧାର ଅନୁଯାୟୀ ନାମ ଆଧାର ସମ୍ପୂର୍ଣ୍ଣ ନାମ ଆଧାର ଅନୁଯାୟୀ ଆପଣମାନେ କ'ଣ କରିବେ, ଆପଣ ଯେଉଁ ମହିଳା ଆପ୍ଲାଏ କରିବେ, ଯେଉଁ ଭଉଣୀ କି ଯେଉଁ ମା ମାନେ ଯେଉଁ ଆପ୍ଲାଏ କରିବେ, ଏଇ ବକ୍ସରେ ଆଧାର ନମ୍ବରଟି ପୁରା ଆଧାର ନାମଟି ପୁରା ସମ୍ପୂର୍ଣ୍ଣ ଦେବେ। ଏଇ ବକ୍ସରେ ଆଧାର ନାମଟି ସମ୍ପୂର୍ଣ୍ଣ ଦେବେ। 2ରେ ଆଧାର ସଂଖ୍ୟା ଯେଉଁ ମହିଳା ମାନଙ୍କର ଯେଉଁ ଆପ୍ଲାଏ କରିବେ ଏଇ ସୁଭଦ୍ରା ଯୋଜନାରେ ଆଧାର ସଂଖ୍ୟା ମାନେ ଆଧାରର 12ଟା ଆଗ ନମ୍ବର ଦେବେ। ଏଠି 4ଟା ଦେବେ, ଏଠି 4ଟା ଦେବେ, ଏଠି 4ଟା ଦେବେ। ଆପଣଙ୍କର ଯେଉଁ ଆଧାରରେ 12ଟି ଆଗ ସଂଖ୍ୟା ଆଧାର ନମ୍ବର ଏଇ 12ଟା ଆଗ ଏଇ ବକ୍ସ ମାନଙ୍କରେ ଦେବେ। ଆପଣଙ୍କର ଯେଉଁ ନମ୍ବର ମାନେ ଆଧାରରେ ଥିବ ଏଇ ବକ୍ସରେ 12ଟି ଆଗ ନମ୍ବର ଦେବେ। ଏଠି 4ଟି ଦେବେ, ଏଠି 4ଟି ଦେବେ, ଆଉ ଏଠି 4ଟି ଦେବେ। ଏ 4ଟି ଆଗ 12ଟି ଦେବେ। ତାପରେ 3ରେ ସ୍ୱାମୀ ପିତା 3ରେ ସ୍ୱାମୀ ପିତାଙ୍କ ନାମ ଆଧାର ଅନୁଯାୟୀ ଆପଣ ଯେଉଁ ମହିଳାମାନଙ୍କର ଯେଉଁ ଆପ୍ଲାଏ କରିବେ, ଯେଉଁ ମହିଳାମାନଙ୍କର ଯେଉଁ ଆଧାର କାର୍ଡ଼ ଥିବ, ଯେଉଁ ସ୍ୱାମୀ କି ନାମ ସେ ଆଧାର କାର୍ଡ଼ରେ ସ୍ୱାମୀଙ୍କ ନାମ ଥିବ କି ପିତାଙ୍କ ନାମ ଥିବ, ଏଇ ବକ୍ସରେ ସେମାନେ ତାଙ୍କମାନଙ୍କର ନାମ ଦେବେ। ଯେଉଁ ମହିଳା ଯେଉଁ ଆପ୍ଲାଏ କରିବେ ସୁଭଦ୍ରା ଯୋଜନାରେ ଯେଉଁ ଆଧାର କାର୍ଡ଼ରେ ତାଙ୍କ ସ୍ୱାମୀଙ୍କ ନାମ ଥାଉ କି ନହେଲେ ତାଙ୍କ ପିତାଙ୍କ ନାମ ଥିବ, ଏଇ ବକ୍ସ ମାନଙ୍କରେ ତାଙ୍କ ନାମ ଦେବେ। 4ରେ ଜନ୍ମ ତାରିଖ ଆପଣମାନଙ୍କର ଯେଉଁ ମହିଳାଙ୍କର ଯେଉଁ ଆପ୍ଲାଏ କରିବେ ସୁଭଦ୍ରା ଯୋଜନା ପାଇଁ ଜନ୍ମ ତାରିଖ ଦିନ ମାସ ବର୍ଗ ଯଦି ଆପଣମାନେ କେଉଁ ଦିନ ଜନ୍ମ ହୋଇଥିବେ ତାରିଖ ଡେଟ୍ ଦେବେ ଏଠି। ତାପରେ ମାସ କେଉଁ ଦିନ ମାନେ ଦିନ ଦେବେ ଏଇ ବକ୍ସରେ ଦେବେ। ତାପରେ କ'ଣ କରିବେ ମାସ ବର୍ଗ ସେଭଳିଆ ଯେମିତି କେଉଁ ମାସରେ କେଉଁ ବର୍ଷ ସବୁ ଏଇ ବକ୍ସ ମାନଙ୍କରେ ସବୁ ଫିଲ୍ଅପ୍ କରିବେ। ଏଇ ବକ୍ସ ମାନଙ୍କରେ ସବୁ ଜନ୍ମ ତାରିଖ ଏଠି ଡେଟ୍ ଦେଇଦେବେ। ତାରିଖ ଡେଟ୍ ମାନେ ଯେଉଁ ତାରିଖରେ, ତାପରେ ଦିନ କେଉଁ ଦିନ ଏଇ ବକ୍ସରେ ଲେଖିବେ, ମାସ କେଉଁ ମାସ ଲେଖିବେ, ବର୍ଷ କେଉଁ ବର୍ଷ ଲେଖିବେ, ସବୁ ଜନ୍ମ ତାରିଖ ଦିନ ମାସ ବର୍ଗ ସବୁ ଏଇ ବକ୍ସ ମାନଙ୍କରେ ଫିଲ୍ଅପ୍ କରିବେ। 5ରେ ବର୍ଗ ଚିହ୍ନ ମାରନ୍ତୁ। ସାଧାରଣ ଲୋକ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଶାରୀରିକ ଭିନ୍ନକ୍ଷମ ଆପଣ ଯଦି ଯେଉଁ ମହିଳାମାନେ ଆପ୍ଲାଏ କରିବେ ସୁଭଦ୍ରା ଯୋଜନାରେ ସେ ଜେନେରାଲ କ୍ୟାଷ୍ଟ କି CBC କ୍ୟାଷ୍ଟ ଯେକୌଣସି କ୍ୟାଷ୍ଟ ଜାତି ହେଇଥିବେ, ଆପଣ ଯଦି ଜେନେରାଲ ଥିବେ ଏଇ ବକ୍ସରେ ମାନେ ଇଏ କରିବେ। ଆଉ ଯଦି CBC କ୍ୟାଷ୍ଟ ହେଇଥିବେ ଆଉ ଯଦି ଆପଣ ଶାରୀରିକ ଭିନ୍ନକ୍ଷମ ଯଦି ଭିନ୍ନକ୍ଷମ ଥିବେ ଏଇ ବକ୍ସରେ ଏଇ ବକ୍ସରେ କିଣିକି ଆପଣ କ'ଣ କରିବେ, ହଁ କି ନାହିଁ କରିବେ। ଯଦି ହଁ ଥିବେ ତାହେଲେ ହଁ କରିବେ, ଯଦି ନଥିବେ ଏଇ ବକ୍ସରେ ନାହିଁ କରିବେ। ତାପରେ 7ରେ ଆଧାର ସଂଯୁକ୍ତ ମୋବାଇଲ ନମ୍ବର ଆପଣଙ୍କର ଯେଉଁ ଆଧାର ସଂଯୁକ୍ତ ମୋବାଇଲ ନମ୍ବର ଥିବ, ଯେଉଁ ଆପଣଙ୍କର ଯେଉଁ ଆଧାରରେ ଯେଉଁ ନମ୍ବର ଥିବ, ଆପଣଙ୍କର ଯେଉଁ ଆଧାରରେ ଯେଉଁ ନମ୍ବର ମୋବାଇଲ ନମ୍ବର ଥିବ ଏଇ ବକ୍ସରେ 10ଟି ଆଗ ନମ୍ବର ଏଇ ବକ୍ସରେ ଦେବେ। ଏଇ ବକ୍ସରେ ଆଧାର ସଂଯୁକ୍ତ ମୋବାଇଲ ନମ୍ବର ଏଇ ବକ୍ସରେ ଆଧାରରେ ଯେଉଁ ଆପଣଙ୍କର ଯେଉଁ ମହିଳାମାନଙ୍କର ଯେଉଁ ଆପ୍ଲାଏ କରିବେ ସୁଭଦ୍ରା ଯୋଜନାରେ ତାଙ୍କର ଆଧାର ନମ୍ବରଟି ଇଏ ଯେଉଁ ମୋବାଇଲ ନମ୍ବରଟି ସମ୍ପୂର୍ଣ୍ଣ ଏଇ ଜାଗାରେ ଦେବେ। ତାପରେ ବିକଳ୍ପ 8ରେ ବିକଳ୍ପ ମୋବାଇଲ ନମ୍ବର ଏଇ ଯେଉଁ ବିକଳ୍ପ ମୋବାଇଲ ନମ୍ବର ଏଇ ବିକଳ୍ପ ମୋବାଇଲ ନମ୍ବର ହେଉଛି ଆପଣଙ୍କର ଯଦି ଆଉ କିଛି ମୋବାଇଲ ଅଛି ତାହେଲେ ଏଠି ଏ ନମ୍ବରଟି ଆଉ ମୋବାଇଲ ନମ୍ବରଟି ଦେବେ। ଆପଣଙ୍କର ତ ଏଇ ମୋବାଇଲ ନମ୍ବରଟି ଥିବ, ଏଇ କିଛି ଆବଶ୍ୟକ ନାହିଁ, ତେଣୁକରି ଏଇ ମୋବାଇଲ ନମ୍ବରଟି ଠିକ୍ରେ ଦେବେ। ଯେଉଁ ଆଧାର ସହିତ ଯେଉଁ ମୋବାଇଲ ନମ୍ବର ଥିବ ସେଇ ନମ୍ବରଟି ଏଇ ବକ୍ସରେ ଦେବେ। 9ରେ ଆପଣଙ୍କର 9ରେ ଜିଲ୍ଲା ଯେଉଁ ଆପଣଙ୍କର ଯେଉଁ ଜିଲ୍ଲା ହେଇଥିବ ଯେଉଁ ମହିଳାଙ୍କର ଯେଉଁ ଆପ୍ଲାଏ କରିବେ ସୁଭଦ୍ରା ଯୋଜନା ଯେଉଁ ଜିଲ୍ଲା ହେଇଥିବ ସେଇ ଜିଲ୍ଲା ଏଠି ଲେଖିବେ। ଏଇ 9ରେ ଜିଲ୍ଲା ଲେଖିଛି। 10ରେ ଆପଣଙ୍କର ଗ୍ରାମ ଅଞ୍ଚଳ ନିମନ୍ତେ ଗ୍ରାମ ଆପଣଙ୍କର ଯେଉଁ ଗ୍ରାମ ହେଇଥିବ ସେ ଗ୍ରାମଟି ଏଠି ଲେଖିବେ। ତାପରେ ଗ୍ରାମ ପଞ୍ଚାୟତ ଏଇ ଯେଉଁ ଗ୍ରାମ ପଞ୍ଚାୟତ ଏଠି ଗ୍ରାମ ପଞ୍ଚାୟତ ଦେବେ। ଆପଣଙ୍କର ଯେଉଁ ଗ୍ରାମ ପଞ୍ଚାୟତ ହେଇଥିବ ଯାହା ନାମ ହେଇଥିବ ସେଠି ଗ୍ରାମ ପଞ୍ଚାୟତ ନାମ ଲେଖିବେ। ବ୍ଲକ ଏଠି ଆପଣଙ୍କର ଯେଉଁ ବ୍ଲକର ନାମ ଏଠି ବ୍ଲକ ଲେଖିବେ, ଏଇ ଜାଗାରେ ବ୍ଲକ ଦେବେ। ତାପରେ 11ରେ ସହରାଞ୍ଚଳ ନିମନ୍ତେ ୱାର୍ଡ଼ ନମ୍ବର ଯେଉଁମାନେ ସହରରେ ରହୁଛନ୍ତି ସେମାନେ
ଏଠି ତାଙ୍କ ସହର ମାନେ ୱାର୍ଡ଼ ନମ୍ବର ଦେବେ ଯାହା ଇଏ କରି, କିନ୍ତୁ ଆମେ ତ ଗ୍ରାମରେ ରହୁଛେ, ଗ୍ରାମ ଅଞ୍ଚଳ ଆମେ ଏଠି ସବୁ ଦେବା, ଗ୍ରାମ ଅଞ୍ଚଳ ଲୋକ ଆମେ, ଆଉ ଗ୍ରାମ ପଞ୍ଚାୟତରେ ଦେବା। ଏଠି ଯେଉଁମାନେ ସହରରେ ରୁହନ୍ତି ମାନେ ଏଠି ଇଏ କରିବେ। 12ରେ ଆଧାର ସକ୍ଷମ ସଞ୍ଚୟ ଖାତା ଥିବା ବ୍ୟାଙ୍କର ନାମ। ଆପଣଙ୍କର ଯେଉଁ ଆଧାର ସକ୍ଷମ ସଞ୍ଚୟ ଖାତା ଥିବା ବ୍ୟାଙ୍କ ନାମ, ଆପଣଙ୍କର ଯଦି ଯେଉଁ ମହିଳା ଯେଉଁ ଆପ୍ଲାଏ କରିବେ ସୁଭଦ୍ରା ଯୋଜନାରେ, ତାଙ୍କର ଯେକୌଣସି ବ୍ୟାଙ୍କର ନାମ ଥିବ, ଯଦି ଷ୍ଟେଟ୍ ବ୍ୟାଙ୍କର ନାମ ଥିବେ ଏଠି ଲେଖିବେ ଷ୍ଟେଟ୍ ବ୍ୟାଙ୍କ ନାମ, ନାହିଁ ଯଦି ଗ୍ରାମ୍ୟ ବ୍ୟାଙ୍କ ଥିବ ମାନେ ଗ୍ରାମ୍ୟ ବ୍ୟାଙ୍କ, ଯେକୌଣସି ବ୍ୟାଙ୍କ ମହିଳାମାନଙ୍କର ଥିବ, ଯେଉଁ ମହିଳା ଯେଉଁ ଆପ୍ଲାଏ କରିବେ ସୁଭଦ୍ରା ଯୋଜନାରେ, ସେମାନେ ଏଠି ସେ ବ୍ୟାଙ୍କର ନାମ ଦେଇଦେବେ, ଠିକ୍ ସେ ନାମ ଦେବେ। ଏଇ ବିବରଣୀ ଯାକ ସବୁ ଠିକ୍ରେ ସବୁ ଇଏ କରିବେ, ତାପରେ ଆପଣ ଯାଇକି ଅନଲାଇନରେ ଫିଲ୍ଅପ୍ କରିବେ। ଆଉ ସୁଭଦ୍ରା ଯୋଜନା ପାଇଁ ସରକାର ବହୁତ ବଡ଼ ଘୋଷଣା କରିଛନ୍ତି, କିନ୍ତୁ ଆପଣମାନେ ଭଲରେ ଫିଲ୍ଅପ୍ କରିବେ। ଯଦି ଆପଣମାନେ ଯଦି ଫିଲ୍ଅପ୍ ନ କରିବେ, ଯେଉଁ ଯେ ଜନସେବା କେନ୍ଦ୍ର ହଉ ମୋ ସେବା କେନ୍ଦ୍ର, ସେମାନେ ମଧ୍ୟ ଫିଲ୍ଅପ୍ କରିଦେବେ। ଏସବୁ ଠିକ୍ରେ ଫିଲ୍ଅପ୍ କରିକି ଆପଣ ଅନଲାଇନରେ ଛାଡ଼ିବେ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଗୋଟିଏ ଲାଇକ୍ ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।